ମାନସିକ ଅଛି ଆଉ ପିଲାମାନଙ୍କ ନାଁରେ ଆଉ ଯାହା ପାଇବା କଥା ପାଇଛୁ। ଆଜି ନଖରା ଫାଷ୍ଟ ଟାଇମ୍ ଯାଉଛି ଭଗବାନ ବି ଶାନ୍ତି ହୁଅନ୍ତି ଜଳ ଲାଗେ। ଶ୍ରାବଣ ମାସରେ ଶିବଙ୍କ ଉପରେ ପାଣି ଢାଳିଲେ ମନବାଞ୍ଛା ପୂର୍ଣ୍ଣ ହୁଏ ବୋଲି। ମାରୁଆଡି ବହୁତ ଚାଲାକ, ଦୋକାନ କରି ବସିଲେ। ଶ୍ରାବଣ ମାସରେ ଶିବଙ୍କ ପାଖରେ ଟିକେ ଜଳ ଢାଳିବା ଟିକେ ମନ ଭିତରେ ମନବାଞ୍ଛା ପୂର୍ଣ୍ଣ ହବା ପାଇଁ ମନ ଭିତରେ ସ୍ଥିର ରଖିକି ଯାଉଛନ୍ତି ଆଉ। ଆରମ୍ଭ ହେଇଥିଲା କୋଉ ମାନେ ଯାଉଛି ପ୍ରଥମ ଆପଣ ଯାହା କହିଲେ ଆରମ୍ଭ କରିଥିଲେ ମାରୁଆଡିଙ୍କ ପାଖରୁ ସମସ୍ତ ଆସ୍ତେ ଆସ୍ତେ ଗୋଟେ ମନ ଭିତରେ ଜାଗ୍ରତ ସୃଷ୍ଟି ହବା ଦ୍ୱାରା ଚାଲିଛି କୈଳାସପତି ଶିବ ସବୁଙ୍କର ପ୍ରତିବର୍ଷ ଶ୍ରାବଣ ମାସରେ ଆଉ। ପାଣି କାଇଁ ଶ୍ରାବଣ ମାସରେ ଶିବଙ୍କ ଉପରେ ପାଣି ଢାଳିଲେ ମନବାଞ୍ଛା ପୂର୍ଣ୍ଣ ହୁଏ ବୋଲିକି ତେଣୁକରି ସିଏ ତ ମାରୁଆଡି ଆରମ୍ଭ କରିଥିଲେ, ସେଇଥିରୁ ଚାଲିଛି ଆଉ ଏପର୍ଯ୍ୟନ୍ତ ଆଉ। କେତେ ପାଳି ହୁଏ? ଇଏ ପ୍ରକୃତ ଆପଣ ଯାହା କହିଲେ 5 ପାଳି ହୁଏ, ତେଣୁକରି କୋଉ ବର୍ଷ 4 ପାଳି ପଡୁଛି, ସେଇ 4 ପାଳି ଲେଖାରେ ଚାଲିଛି ଆଉ, ନହେଲେ 5 ପାଳି ହୁଏ। ସବୁ ମାନସିକ ଧାରୀ ମାନସିକ ଅଛି, ମାନସିକ ନେଇକି ଯାଉଛନ୍ତି ସବୁ ପାଳିକା ପାଳି ବୋଲବମ ଯାଉଛନ୍ତି ଆଉ। ବର୍ଷକୁ 5 ପାଳି ପଡେ ସମସ୍ତେ ତାଙ୍କ ମାନସିକ ନେଇକି ପାଣି ଢାଳିବାକୁ ଯାଉଛନ୍ତି ଆଉ। ଆଜି ତ ଏଠି ପାଖାପାଖି 60-70 ଜଣ ଯାଉଛନ୍ତି। ବର୍ତ୍ତମାନ କିଏ ଲକେଶ୍ୱର, କିଏ ଲୋକନାଥ, କିଏ ଅଲାରନାଥ, କିଏ ବୈଦ୍ୟନାଥ, କିଏ ଧବଳେଶ୍ୱର। ହଁ ସବୁ 15 ବର୍ଷ, ମୁଁ ତ 15-20 ବର୍ଷ ହେଲାଣି ଯାଉଛି। ଆଉ ଇଏ ସବୁ ଭକ୍ତମାନେ ସବୁ ଯାଉଛନ୍ତି, ସବୁ 15-20 ବର୍ଷ ହେଲାଣି ଯାଉଛନ୍ତି। ଜଳ ଲାଗି, ଜଳ ହଉଛି ମାନସିକ, ଜଳ ହଉଛି ଶୁଭ, ଜଳ ହଉଛି ସବୁ କିଛି। ତେଣୁ ଜଳ ଜୀବନ, ଜଳ ଆରମ୍ଭ, ଜଳ ଶେଷ। ଜଳ ଦ୍ୱାରା ସମସ୍ତେ ଉପକୃତ ହୁଅନ୍ତି, ଭଗବାନ ବି ଶାନ୍ତି ହୁଅନ୍ତି ଜଳ ଲାଗି। ଶ୍ରାବଣ ମାସରେ ଜଳ ଲାଗି ହୁଏ ଆଉ। ଗୋଦେବସ୍ୟ ଧୀମହି ଧିୟୋ ନ ପ୍ରଚୋଦୟାତ୍। ଓଂକାର ସତ୍ୟାନନ୍ଦ ପରମ ବ୍ରହ୍ମ ଓଂ ମତି ସବିତା ଓଂ ଶରଣଂ ବ୍ରହ୍ମ ଓଂ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍मै ଶ୍ରୀ ଗୁରବେ ନମଃ। ଓଂ 33 କୋଟି ଦେବାଦେବୀୟାୟ କଳ୍କିବତରାୟ ହରିହରାୟ ସତ୍ୟଧର୍ମାୟ ଗ୍ରାମଦେବାଦେବୀୟାୟ ଫୁଲପାଣିୟାୟ ଧୂପମ୍ ଦୀପମ୍ ସମର୍ପୟାମି। ଆପଣଙ୍କ ନାଁ ଆଉ ଘର କୋଉଠି? ମୋ ନାଁ ସୂର୍ଯ୍ୟମଣି ଦାସ, ଘର ଶ୍ରୀରାମ। ଆଜ୍ଞା, ଆମେ ପିଲାବେଳୁ ଜାଣିନୁ ବୋଲବମ୍ କ'ଣ। ବୋଲବମ୍ ଆମେ ଯେତେବେଳେ ଆମକୁ 10-15 ବର୍ଷ ହେଲା, ଆମେ ସେତେବେଳେ ଦେଖିଲୁ ଯେ ମାରୁଆଡ଼ି ମାନେ ସିଏ ତାଙ୍କର ଇଏ ବୋଲବମ୍ ଯାଆନ୍ତି ପାଣି ନେଇକିରି। ଆଉ ତାକୁ ଦେଖି ସିଏ 5-10 ବର୍ଷ ଯିବା ଭିତରେ ଆମର ଓଡ଼ିଆ ମାନେ ବାହାରିଲେ। ତେଣୁ ମାରୁଆଡ଼ି ବହୁତ ଚାଲାକ, ସେମାନେ କ'ଣ କଲେ, ଦୋକାନ କରି ବସିଲେ। ଆଉ ଏ ପ୍ଲାଷ୍ଟିକ ଜିନିଷ, ବୋଲବମର ଯେତେ ଜିନିଷ ସବୁ ଆଣି ଦୋକାନ କରି ବସିଲେ। ବର୍ତ୍ତମାନ ଓଡ଼ିଆ ପିଲା ଆମର ସମସ୍ତେ ସାଂଗଠନିକ ଭାବେ ସଂକଳ୍ପ କରି ଯାଉଛନ୍ତି ଯେ ଯାହା ମାନସିକ ରଖି ମହାପ୍ରଭୁ ଶିବଙ୍କ ପାଖରେ ଜଳ ଲାଗି ମାନସିକ ରଖିକି ଯାଆନ୍ତି। କିଛି ରୋଗାକ୍ରାନ୍ତ ଲୋକ ପାଇଁକି ମାନସିକ କରନ୍ତି, ପିଲାଙ୍କ ଭବିଷ୍ୟତ ପାଇଁକି କିଛି ମାନସିକ କରନ୍ତି, ଘରର ପାରିବାରିକ ସମସ୍ୟାକୁ ନେଇକରି କିଛି ମାନସିକ କରି ଜଳ ଲାଗି କରନ୍ତି। ପୁରୁଷମାନେ ଆଗେ ଯାଉଥିଲେ, ଏବେ ପ୍ରାୟତଃ ସ୍ତ୍ରୀ ଝିଅ ପିଲାମାନେ ସମସ୍ତେ ଯାଉଛନ୍ତି। ନାଇଁ, ଆଇଁଷ ଖାଇବା ନିଷେଧ, ସେଇଟା ଗୋଟେ ପାରମ୍ପରିକ ଯାତ୍ରା ନୁହଁ। ମଣିଷ ଯଦି ଭକ୍ତି ମାର୍ଗ ଦେଇକିରି ଗତି କରିବ, ସିଏ ଆମିଷ ଛାଡ଼ିକିରି, ଆମିଷ ଖାଇକିରି ବି ମଧ୍ୟ ମନର ଦୃଢ଼ ବଳତା ଯଦି ରହିବ, ଠାକୁରଙ୍କ ପାଖରେ ସବୁ କିଛି ସମ୍ଭବ ହୋଇପାରିବ। ନା ଭଜଗୋବିନ୍ଦ ଦାସ, ତାଡ଼ପଡ଼ା ଘର। ମୋର ମାନସିକ ଥିଲା, ମାନସିକ ପୂର୍ଣ୍ଣ ହେଲା ପରେ ମୁଁ ସେଦିନ ମାନିଛି ଚାଲୁଛି, ଯାଉଥିଲି। ମୁଁ ନୀଳକଣ୍ଠ ଯାଇଛି, ଗୋରଖନାଥ ଯାଇଛି, ସିଦ୍ଧେଶ୍ୱର ଯାଇଛି। ଆଉ ଆଜି ନଖରା ଫାଷ୍ଟ ଟାଇମ୍ ଯାଉଛି। ମୁଁ ନୀଳକଣ୍ଠ ଯାଏ। ନାଁ କ'ଣ, ଘର କୋଉଠି? ପିଙ୍କି ବିଶ୍ୱାଳ, ସନ୍ତୋଷୀ ନଗର। ବୋଲବମ୍ କେତେ ବର୍ଷ ହେଲା ଗଲେଣି? 8 ବର୍ଷ ହେଲା ଗଲେଣି। ଆଚ୍ଛା, ବୋଲବମ୍ କାହିଁକି ଯାଆନ୍ତି? ଗୋଟେ ମାନସିକ ଅଛି ଆଉ ପିଲାମାନଙ୍କ ନାଁରେ ଆଉ। ଛୁଆ ପିଲା ନେଇ ଯାଆନ୍ତି। କେତେ ବର୍ଷ ହେଲା ଗଲେଣି? 10 ବର୍ଷ। 10 ବର୍ଷରେ କ'ଣ ଲାଭ ପାଇଲେଣି? ହଁ, କ'ଣ ଲାଭ? ସବୁ କିଛି ଛୁଆ ପିଲା ସବୁ ଯାହା ପାଇବା କଥା ପାଇଛୁ। ନୀଳକଣ୍ଠ ବାପା ଭୋଲା ବାବା।